ତ ପିଲେମାନେ ପୁଣିଥରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ଆମେ ଆଲୋଚନା କରୁଥିଲେ ମଧୁବାବୁ ପ୍ରସଙ୍ଗଟିକୁ, ଯାହାକି +2 ଫାର୍ଷ୍ଟ ଇୟର ସାଇନ୍ସ ଆର୍ଟ୍ସ ଆଉ କମର୍ସ ପିଲା ସମସ୍ତ ପିଲାଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଏବଂ ସାହିତ୍ୟ ଜ୍ୟୋତି ବହିର ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମଧୁବାବୁ। ଭିଡିଓଟିକୁ ପୁରା ଦେଖିବ ଏବଂ ସମସ୍ତଙ୍କୁ ଟିକେ ସେୟାର କରିଦବ। ଆଉ ଯଦି ଚ୍ୟାନେଲକୁ ସବସ୍କ୍ରାଇବ କରିନାହ ଟିକେ ସବସ୍କ୍ରାଇବ କରିଦବ। ତେବେ ଦେଖ ପିଲେ, ପୂର୍ବ ଅଧ୍ୟାୟରେ ଆମେମାନେ ଦେଖିଥିଲେ ମଧୁବାବୁଙ୍କର ପ୍ରାଥମିକ ଶିକ୍ଷା କିଭଳି ଭାବରେ ତାଙ୍କର କଟକରେ ପ୍ରାଥମିକ ଶିକ୍ଷା ସରିଛି ଏବଂ ଯେତେବେଳେ ସେ ମାଟ୍ରିକ ପରୀକ୍ଷା ପାସ୍ କରିଛନ୍ତି ମଧୁବାବୁ, ଯାହାକି ବାଲେଶ୍ୱରରେ ଗୋଟିଏ କିରାନୀ କାମ କ୍ଲର୍କ କ୍ଲରିକାଲ କାମ କରିଛନ୍ତି, ବୁଝିଲା। ପରନ୍ତୁ ମଧୁବାବୁ ଯେହେତୁ ଉଚ୍ଚ ବିଳାସୀ ଥିଲେ, ଅଧିକ ଜ୍ଞାନ ଲାଭ ପାଇଁ, ଉଚ୍ଚ ଶିକ୍ଷା ପାଇଁ କିଭଳି କଲିକତା ଯାଉଛନ୍ତି, ଆଉ କଲିକତାରେ କଣ କଣ ସବୁ କରୁଛନ୍ତି ଆଜି ଆମେ ଆଲୋଚନା କରିବା। ବହୁତ ଇଣ୍ଟରେଷ୍ଟିଂ ମଧୁବାବୁଙ୍କ ବିଷୟରେ ଜାଣିବା ପାଇଁ। ଦେଖ ପିଲେ, ତମମାନଙ୍କର 53 ନମ୍ବର ପୃଷ୍ଠାକୁ ଲୁକ୍। ଦେଖ, ସେ ସମୟରେ କଲିକତା ଯିବା ପାଇଁ ରେଳ ଗାଡିର ସୁବିଧା ନଥିଲା। ତାହେଲେ କେମିତି କଲିକତା ଯାଉଥିଲେ ସେତେବେଳେ? ନା ଚାନ୍ଦବାଲି, ଭଦ୍ରକର ଯେଉଁ ଚାନ୍ଦବାଲି, ଚାନ୍ଦବାଲି ଠାରୁ ଷ୍ଟିମର ବା ଧୂଆଁ କଳ ଚାଳିତ ନୌକାରେ ଲୋକେ କଲିକତା ଯାଉଥିଲେ। ତାହେଲେ ଷ୍ଟିମରରେ ଯାଉଥିଲେ ବା ଧୂଆଁ କଳ ଚାଳିତ ନୌକାରେ ଲୋକେ ବସିକି କଲିକତା ଯାଉଥିଲେ। ରେଳ ଗାଡି ନଥିଲା ସେତେବେଳେ, ଜାଣିଲା। କଲିକତାରେ ସେ ଜଣେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ ଅମ୍ବିକା ପ୍ରସାଦ ହାଜରାଙ୍କ ସହିତ ତାଙ୍କର ପରିଚୟ ହେଲା। ତେଣୁ ମଧୁବାବୁ ଯେତେବେଳେ କଲିକତା ଯାଇଛନ୍ତି, କଲିକତାରେ ଜଣଙ୍କ ସାଙ୍ଗରେ ମଧୁବାବୁଙ୍କର ପରିଚୟ ହେଲା। ତାଙ୍କେ ନାଁ ହେଲା କଣ? ଅମ୍ବିକା ପ୍ରସାଦ ହାଜେରା। ଅମ୍ବିକା ପ୍ରସାଦ ହାଜରାଙ୍କ ସାଙ୍ଗରେ ତାଙ୍କର ଭେଟ ହେଲା, ଯେ କି ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ଥିଲେ। ଖ୍ରୀଷ୍ଟିଆନ ପାଦ୍ରୀ ଥିଲେ, ବୁଝିଲା। ଏବଂ ସେ ଖ୍ରୀଷ୍ଟିଆନ ପାଦ୍ରୀ ଜଣକ କେଉଁଠି ରହୁଥିଲେ? ବଙ୍ଗଳାରେ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀ ଅମ୍ବିକା ପ୍ରସାଦ ହାଜରାଙ୍କ ସହିତ ମଧୁବାବୁଙ୍କର ପରିଚୟ ହୋଇଗଲା କଲିକତାରେ। ଏବଂ ଅମ୍ବିକା ପ୍ରସାଦ ହାଜରା ବା ଅମ୍ବିକା ପ୍ରସାଦ ଗୋବିନ୍ଦ ବଲ୍ଲଭ ବା ଆମ ପ୍ରିୟ ମଧୁବାବୁଙ୍କର ଜ୍ଞାନ ସ୍ପୃହା ଉଚ୍ଚାକାଂକ୍ଷାର ପରିଚୟ ପାଇ ତାଙ୍କର ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିଦେଲେ। ତେଣୁ ଅମ୍ବିକା ପ୍ରସାଦ ଯିଏକି ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ଥିଲେ, ସେ ମଧୁବାବୁଙ୍କର ଯେତେବେଳେ ଉଚ୍ଚ ବିଳାସୀ ଏବଂ ମଧୁବାବୁଙ୍କର ଜ୍ଞାନ ସ୍ପୃହା, ଜ୍ଞାନ କରିବାର, ଗ୍ରହଣ କରିବାର ଆଗ୍ରହ ଏବଂ ଉଚ୍ଚାକାଂକ୍ଷା, ମଧୁବାବୁଙ୍କର ଯେଉଁ ଉଚ୍ଚ ଆକାଂକ୍ଷା, ଜ୍ଞାନ ଗ୍ରହଣ କରିବାର ଆଗ୍ରହ, ଏସବୁ କଣ କଲେ ଅମ୍ବିକା ପ୍ରସାଦ? ନା ମଧୁବାବୁଙ୍କର ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିଦେଲେ। ମଧୁବାବୁଙ୍କର ପାଠ ପଢା, କଲିକତାରେ ମଧୁବାବୁଙ୍କର ପାଠ ପଢାର ବ୍ୟବସ୍ଥା କରିଦେଲେ। ଏବଂ କଣ କଲେ ଦେଖ ପିଲେ, ମଧୁବାବୁ କଲିକତାରେ ପ୍ରଥମେ କଲିକତାରେ ସେଇ ଇଂରାଜୀ ସାହିତ୍ୟରେ, ଇଂରାଜୀ ଲିଟରେଚରରେ, ଇଂରାଜୀ ସାହିତ୍ୟରେ ଏମ୍ ପାସ୍ କରିଥିଲେ। କଲିକତାରେ ଏମ୍ ପାସ୍ କରିଥିଲେ, ଆମେ ସମସ୍ତେ ଜାଣିଛେ ପିଲେ।
ଆମ ଓଡ଼ିଶାର ପ୍ରଥମ ଏମ୍ ପାସ୍ କିଏ? ମଧୁବାବୁ। ହଁ? ତେଣୁ କଲିକତାରେ ମଧୁବାବୁ ଯେଉଁ ଏମ୍ ପାସ୍ କରିଥିଲେ କେଉଁଥିରେ? ଇଂରାଜୀ ସାହିତ୍ୟରେ। ପରନ୍ତୁ ଯେହେତୁ ସେ ଇଂରାଜୀ ସାହିତ୍ୟରେ ଏମ୍ ପାସ୍ କରିଛନ୍ତି, ତଥାପି ମଧୁବାବୁଙ୍କର ଗଣିତ ଜ୍ଞାନ ଥିଲା, ଭୂଗୋଳ ପ୍ରଭୃତି ପାଣ୍ଡିତ୍ୟ ଲାଭ କରିଥିଲେ। ମଧୁବାବୁ ଗଣିତ ଭୂଗୋଳ ମଧ୍ୟ ପାଣ୍ଡିତ୍ୟ ହାସଲ କରିଥିଲେ। ଏବଂ ସେ ଇଂରାଜୀ ସାହିତ୍ୟରେ ଏମ୍ କରିଛନ୍ତି, ବୁଝିଲା? ଦେନ୍ ଦେଖ ବିଲେ, କଲିକତାରେ ପ୍ରଥମେ ବିଭିନ୍ନ ସ୍କୁଲରେ ଶିକ୍ଷକତା କରିଥିଲେ। ତେଣୁ ମଧୁବାବୁ ଯେତେବେଳେ କଲିକତା ଯାଇଛନ୍ତି, ପ୍ରଥମେ କିଛି ସ୍କୁଲରେ ଶିକ୍ଷକତା କରିଛନ୍ତି, ଟିଚର ହୋଇଛନ୍ତି, ହେଲା। ଏବଂ ଅବଶେଷରେ ଶ୍ରୀ ରାମପୁର କଲେଜରେ ଅଧ୍ୟାପକ ହେବା ଲାଗି ସେ ପ୍ରାର୍ଥୀ ହୋଇଥିଲେ। ଶ୍ରୀରାମପୁର କଲେଜ, ଶ୍ରୀରାମପୁର ଯେଉଁଠି ପ୍ରଥମେ ଛାପା କାରଖାନା ତିଆରି ହୋଇଥିଲା, ଯେଉଁଠି ପ୍ରିଣ୍ଟିଂ ପ୍ରେସ୍ ସ୍ଥାପନ ହୋଇଥିଲା, ଯେଉଁଠି ସେଇଠି ସେ ଶ୍ରୀରାମପୁର, ସେ ଶ୍ରୀରାମପୁର କଲେଜରେ ଲେକ୍ଚର ଅଧ୍ୟାପକ ହେବା ଲାଗି ସେ ପ୍ରାର୍ଥୀ ହୋଇଥିଲେ। ଏବଂ ବହୁତ ସ୍କୁଲ, କଲିକତାରେ ଅନେକ ସ୍କୁଲରେ ପାଠ ପଢାଇଥିଲେ ପିଲାଙ୍କୁ, ଏବଂ ତାପରେ କଲେଜ ଶ୍ରୀରାମପୁର କଲେଜରେ ଲେକ୍ଚର ହେବା ପାଇଁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ଏବଂ ଯେତେବେଳେ କଲେଜର ଅଧ୍ୟକ୍ଷ, କଲେଜର ଯେ ପ୍ରିନ୍ସିପାଲ, ତାଙ୍କୁ ଡାକି ପଚାରିଲେ ଯେ ଆପଣ କେଉଁ ବିଷୟରେ ପଢେଇ ପାରିବେ? ମଧୁବାବୁଙ୍କୁ ଡାକି ପଚାରିଲେ, ଯେତେବେଳେ ଆପଣ ଗଲେ ଶ୍ରୀରାମପୁରରେ ଚାକିରି କରିବା ପାଇଁ, ସେତେବେଳେ ତାଙ୍କ କଲେଜରେ ପ୍ରିନ୍ସିପାଲ ଯିଏ ଥିଲେ, ମଧୁବାବୁଙ୍କୁ ଡାକି ପଚାରିଲେ ଯେ ଆପଣ କଣ ପଢେଇ ପାରିବେ? ମଧୁବାବୁ ଉତ୍ତର ଦେଲେ, ଆପଣ ଯେଉଁ ବିଷୟରେ ପଢେଇବାକୁ ଆଦେଶ ଦେବେ। ତାମାନେ ସବୁ କିଛି, ଆପଣ ଯେଉଁ ବିଷୟ ମତେ ପଢେଇବା ପାଇଁ କହିବେ, ମୁଁ ସେଇ ବିଷୟରେ ପଢେଇ ପାରିବି। ତାହେଲେ ଶ୍ରୀରାମପୁର କଲେଜରେ ଇଂରାଜୀ, ଗଣିତ, ଭୂଗୋଳ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ପଢାଇ ସେ ଛାତ୍ରଙ୍କ ଶ୍ରଦ୍ଧା ଓ ଭକ୍ତି ଭାଜନ ହୋଇଥିଲେ। ତେଣୁ ପିଲାମାନଙ୍କୁ ସେ ଇଂରାଜୀ, ଯେହେତୁ କି ସେ ଇଂରାଜୀ ଏମ୍ କରିଛନ୍ତି, ଇଂରାଜୀ ପଢାଉଥିଲେ ଏବଂ ଗଣିତ ଭୂଗୋଳରେ ତାଙ୍କର ଦକ୍ଷତା ଥିଲା। ଗଣିତ ଭୂଗୋଳ ମଧ୍ୟ ପିଲାମାନଙ୍କୁ ପଢାଇ ପିଲାମାନଙ୍କର ଶ୍ରଦ୍ଧା, ସ୍ନେହ, ଭକ୍ତି ଭାଜନ ହୋଇଥିଲେ। ତେଣୁ ପିଲାମାନେ ମଧ୍ୟ ମଧୁବାବୁଙ୍କୁ ବହୁତ ଭଲ ପାଉଥିଲେ ଏବଂ ଭଲ ଟିଚର ଜଣକୁ ସେ ପାଇଥିଲେ ସେତେବେଳେ ପିଲାମାନେ। ତେଣୁ ଶିକ୍ଷକ ନିଜର ଜ୍ଞାନ ଆଉ ଚରିତ୍ର, ଶିକ୍ଷକ ଜ୍ଞାନ ଆଉ ଚରିତ୍ର ଓ ଛାତ୍ର ମାନଙ୍କ ପ୍ରତି ସହାନୁଭୂତି ହେବାରୁ ଛାତ୍ର ସମାଜରେ ପୂଜିତ ହୁଅନ୍ତି। ତେଣୁ ଜଣେ ଶିକ୍ଷକ କେତେବେଳେ ପିଲାମାନଙ୍କର ଶ୍ରଦ୍ଧା ଭାଜନ ହେବ, କେତେବେଳେ ପିଲାମାନଙ୍କୁ ଶିକ୍ଷକଙ୍କୁ ସମ୍ମାନ ଦେବେ, କେତେବେଳେ ପିଲାମାନେ ଶିକ୍ଷକଙ୍କୁ ସମ୍ମାନ ଦେବେ ନା ଶିକ୍ଷକ ଯେତେବେଳେ ନିଜର ଜ୍ଞାନରେ, ନିଜର ଚରିତ୍ରରେ ଆଉ ଛାତ୍ର ମାନଙ୍କ ପ୍ରତି ଯେତେବେଳେ ଶିକ୍ଷକ ସହାନୁଭୂତି ହେବେ, ସେତେବେଳେ ଛାତ୍ର ସମାଜ ତାଙ୍କେ ପୂଜା କରିବ। ତେଣୁ ଯେତେବେଳେ ଜଣେ ଟିଚରଙ୍କ ପାଖରେ ବହୁତ ଜ୍ଞାନ ଥିବ, ଟିଚରଙ୍କର ଚରିତ୍ର ମଧ୍ୟ ଭଲ ଥିବ ଏବଂ ଟିଚରଙ୍କର ଛାତ୍ର ମାନଙ୍କ ପ୍ରତି ସହାନୁଭୂତି ଗୁଣ ଥିବ, ସେ ଟିଚରଙ୍କୁ ସମସ୍ତେ ଭଲ ପାଉଥିବେ। ନାଇଁ ନାଇଁ ନାଇଁ, ତାହେଲେ ଦେଖ ବିଲେ ଆଉ କଣ ଅଛି ନା, ଗୋବିନ୍ଦ ବଲ୍ଲଭଙ୍କ ଠାରେ ଏ ଗୁଣମାନ ଏକାଧାରରେ ନିହିତ ଥିଲା। ସେତେବେଳେ ମଧୁବାବୁଙ୍କର ଠାରେ ଏ ସବୁ ଗୁଣ ଥିଲା। ଗୋଟିଏ ଶିକ୍ଷକ ପାଖରେ ଯେଉଁ ଗୁଣ, ଜ୍ଞାନ, ଚରିତ୍ର, ସହାନୁଭୂତି, ଏଇ ଯୋଉ ଗୁଣ ମଧୁବାବୁଙ୍କ ଠାରେ ଥିଲା, ତେଣୁ ସେ ସମୟରେ ଓକିଲାତି ପଢି ଓ କଲିକତା ବିଶ୍ୱବିଦ୍ୟାଳୟରୁ BA
BAL ମଧ୍ୟ ପାସ୍ କରିଥିଲେ ବ୍ୟାଚଲର ଅଫ ଲ BAL ମଧ୍ୟ ପାସ୍ କରିଥିଲେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ହେଲା। ଏବଂ କଲିକତାରେ ପିଲେ BAL କହିଲେ ଆମର ଯେଉଁ ଓକିଲାତି ଡିଗ୍ରୀ ସେ ପାଇଥିଲେ ବୁଝିପାରିଲା। ଦେନ୍ କଲିକତାରେ ଶିକ୍ଷକତା କଲାବେଳେ ସେ ସୁନାମ ଧନ୍ୟ ଭାରତୀୟ ଗୁଣୀ ଗଣ୍ୟ ସର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କ ଗୃହ ଶିକ୍ଷକ ନିଯୁକ୍ତି ହୋଇଥିଲେ। ଏବଂ ଯେତେବେଳେ କଲିକତାରେ ଶିକ୍ଷକତା କରୁଥିଲେ, କଲିକତାରେ ଯେତେବେଳେ ପିଲାମାନଙ୍କୁ ପାଠ ପଢାଉଥିଲେ ସେତେବେଳେ ଜଣେ ସୁନାମ ଧନ୍ୟ ଭାରତୀୟ ଜଣେ ପ୍ରସିଦ୍ଧ ଭାରତୀୟ ବ୍ୟକ୍ତି ଥିଲେ। ତାଙ୍କେ ନାଁ ହେଉଛି କଣ? ସର୍ ଆଶୁତୋଷ ମୁଖୋପାଧ୍ୟାୟ ବୁଝିଲା। ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କ ଗୃହ ଶିକ୍ଷକ ନିଯୁକ୍ତ ହୋଇଥିଲେ। ହୋମ ଟ୍ୟୁଟର ଯାହାକୁ ଆମେ କହୁଛେ, ଯିଏ ଟ୍ୟୁସନ କରେ, ଗୃହ ଶିକ୍ଷକ ଭାବରେ ସେ ନିଯୁକ୍ତ ହୋଇଥିଲେ ସାର୍ ଆଶୁତୋଷ। ଏଇ ସାର୍ ଆଶୁତୋଷ କିଏ? ଏଇ ସାର୍ ଆଶୁତୋଷ ମୁଖୋପାଧ୍ୟାୟ ହେଉଛନ୍ତି କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି, ଚିଫ ଜଷ୍ଟିସ। କଲିକତା ହାଇକୋର୍ଟର ଚିଫ ଜଷ୍ଟିସ ମୁଖ୍ୟ ବିଚାରପତି ଥିଲେ ସାର୍ ଆଶୁତୋଷ ମୁଖୋପାଧ୍ୟାୟ। ତାଙ୍କେ ତାଙ୍କର ଗୃହ ଶିକ୍ଷକ ଭାବରେ ଇଏ ନିଯୁକ୍ତ ହୋଇଥିଲେ। ଏବଂ ଏଇ ସାର୍ ଆଶୁତୋଷ ମୁଖୋପାଧ୍ୟାୟ ମଧ୍ୟ କଲିକତା ୟୁନିଭର୍ସିଟି, କଲିକତା ବିଶ୍ୱବିଦ୍ୟାଳୟର କୁଳପତି ବା ଭାଇସ ଚାନ୍ସେଲର ହୋଇଥିଲେ ଜାଣିଲା। ତେଣୁ ଦେଖିଲେ କେଡେ ବଡ ଲୋକ, ମାନେ ସାର୍ ଆଶୁତୋଷ ମୁଖୋପାଧ୍ୟାୟ ଯିଏକି କଲିକତା ହାଇକୋର୍ଟର ଆମେ ଯଦି କହିବା ବୋଲେ ମୁଖ୍ୟ ବା ପ୍ରଧାନ ବିଚାରପତି ଥିଲେ। କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଭାଇସ ଚାନ୍ସେଲର ଥିଲେ। ତାଙ୍କର ଗୃହ ଶିକ୍ଷକ ଭାବରେ ମଧ୍ୟ ମଧୁବାବୁ କାମ କରିଛନ୍ତି, ନିଯୁକ୍ତି ହୋଇଥିଲେ ବୁଝିଲା। କଲିକତା ବିଶ୍ୱବିଦ୍ୟାଳୟର କାହିଁକି ଆଶୁତୋଷ ମୁଖୋପାଧ୍ୟାୟ ଖାଲି କଲିକତା ବିଶ୍ୱବିଦ୍ୟାଳୟରେ କାହିଁକି ସମଗ୍ର ବଙ୍ଗଳା, ବିହାର ଓ ଓଡ଼ିଶା ପ୍ରଦେଶର ଉଚ୍ଚ ଇଂରାଜୀ ଶିକ୍ଷା ପାଇଁ ବ୍ୟବସ୍ଥା କରିବାରେ ଯେଉଁମାନେ କୃତିତ୍ୱ ଦେଖାଇଥିଲେ ସେମାନଙ୍କ ମଧ୍ୟରେ ସର୍ ଆଶୁତୋଷ ମୁଖୋପାଧ୍ୟାୟ ମଧ୍ୟ ସ୍ଥାନ ଅତି ଉଚ୍ଚ। ତେଣୁ ଆମେ ଯଦି କହିବା ବେଲେ ଉଚ୍ଚ ଇଂରାଜୀ ଶିକ୍ଷା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ଯେଉଁମାନେ, ତାଙ୍କ ଭିତରେ ସର୍ ଆଶୁତୋଷ ମଧ୍ୟ ଅନ୍ୟତମ। ଏବଂ ସେ ବହୁତ ଇଂରାଜୀ ଶିକ୍ଷା ପାଇଁ ମଧ୍ୟ କାମ କରିଛନ୍ତି ହେଲା। ତାହେଲେ ଭାରତରେ ଶିକ୍ଷାର ପ୍ରଚାର କରିବା ପାଇଁ କଲିକତା ଅବସ୍ଥାନ କାଳରେ ଗୋବିନ୍ଦ ବଲ୍ଲଭ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ। ତାହେଲେ ଏଇଟା ମଧ୍ୟ ପିଲେ ପରୀକ୍ଷାରେ ଆସେ ଯେ କଲିକତା ଅବସ୍ଥାନ କାଳରେ ମଧୁବାବୁ ଆମର ଗୋବିନ୍ଦ ବଲ୍ଲଭ ଆମର କେଉଁ ଧର୍ମରେ ଦୀକ୍ଷିତ ହୋଇଥିଲେ? ଖ୍ରୀଷ୍ଟ ଧର୍ମରେ। ଏବଂ ଆମେ ସମସ୍ତେ ଜାଣିଛେ ପିଲେ ଖ୍ରୀଷ୍ଟ ଧର୍ମରେ ତାଙ୍କୁ ବ୍ୟବସ୍ଥା କରିଦେଇଥିଲେ ପାଠ ପଢିବା ପାଇଁ କିଏ? ଅମ୍ବିକା ପ୍ରସାଦ ନା କି? ଦେନ୍ କଣ ଅଛି ଏସବୁ ପିଲେ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି? ତାହେଲେ ଆଜି ପାଇଁ ବସ୍ ଏତିକି।